ସମୁଦ୍ର ମଝିରେ ଆମ ଭାରତର ଜାହାଜ ତୈଳ ଗ୍ୟାସ୍ ଜାହାଜକୁ ଆକ୍ରମଣ 3 ଜଣଙ୍କର ଜୀବନ ଚାଲିଗଲା। ଏ ନେଇ ସାରା ଦେଶରେ ତୀକ୍ଷଣ ଭଳି ନଜର କରିଛନ୍ତି ଯେ ଆମେରିକା ଆମ ଭାରତ ସାଙ୍ଗରେ ଉପରେ ଯେଉଁ ମିତ୍ରତା ଯେ ଭିତରେ ଆଉ ଗୋଟେ କଥା ଚାଲିଛି ତା ସ୍ପଷ୍ଟ ଭାବେ ସାରା ଦେଶରେ ଏବେ ଚର୍ଚ୍ଚା ହେଉଛି। ଏପଟରେ ଆମ ଭାରତରେ ଯେ ତୈଳ ଗ୍ୟାସ୍ର ସଙ୍କଟ ଦେଖା ଦେଇଥିବା ବେଳେ ଯେ ବାରମ୍ବାର ହଇରାଣ ହରକତ ଜନସାଧାରଣରେ ଯାହା କୋକୁଆ ଭୟ ଭଳି ସବୁଆଡ଼େ ଦେଖ କେଉଁଠି ଟାଙ୍କି ବନ୍ଦ ତ କେଉଁଠି ତୈଳ ନାହିଁ, କେଉଁଠି ଗ୍ୟାସ୍ ଅଛି ତ କେଉଁଠି ଗ୍ୟାସ୍ ଆସିପାରୁନି। ଏଇସବୁ ନେଇ ସମସ୍ୟାକୁ ଏପଟରେ ଆମ ଭାରତ ଦେଶ ହଇରାଣ ହରକତ ହେଉଥିଲା ବେଳେ ସେପଟରୁ ତୈଳ ଉପରେ ଗ୍ୟାସ୍ ଉପରେ ଆକ୍ରମଣ କରୁଛି ଯେ ଆମେରିକା। ଯେ ଏପଟରେ ଦେଖନ୍ତୁ ଆଜିକା ସମୟରେ ଯେ ଫସି ରହିଛି ଏ ଯେଉଁ ଜାହାଜ ଗୁଡ଼ିକ ଦେଖୁଛନ୍ତି 13ଟି ଜାହାଜରେ 432 ଜଣ ନାବିକ ଫସି ରହିଛନ୍ତି, ଯାହା ସରକାରୀ ସୂତ୍ରରୁ ସୂଚନା ଆସୁଛି। ଯେ ଏ ନେଇ ଏପଟରେ ଆମେରିକା ଆମ ଭାରତ ସାଙ୍ଗରେ ମିତ୍ରତା, ଇଏ ମିତ୍ରତା କେଉଁ ମିତ୍ରତା? ଏପଟରେ ସମୁଦ୍ରରେ ଘେରୁଛ, ସେପଟରେ ଆକ୍ରମଣରେ ନାବିକଙ୍କର ଜୀବନ ଚାଲିଗଲା 3 ଜଣଙ୍କର, ଏପଟରେ ସେଠି ସମୁଦ୍ରରେ ଘେରିକି ରଖୁଛ ଯେ ଜାହାଜକୁ ଏପର୍ଯ୍ୟନ୍ତ ଛାଡ଼ି ଦେଉନା। ଯେ 432 ଜଣ ନାବିକ କ'ଣ କେତେ ତାଙ୍କ ପାଖରେ ଖାଦ୍ୟ ଅଛି, କେତେ ଜଳ ଅଛି, ଇଏ ନେଇ ବଡ଼ ଚିନ୍ତାର ବିଷୟ ପାଲଟିଛି। ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଧମକାଇଲା ଆମେରିକା, ନୌସେନା ଅବରୋଧ ଲଙ୍ଘିଲେ ଆକ୍ରମଣ ହେବ। ନୂଆଦିଲ୍ଲୀ। ଓମାନ ଉପକୂଳରେ ଆମେରିକା ନୌସେନାର ଆକ୍ରମଣରେ 3 ଜଣ ଭାରତୀୟ ନାବାଳିକା ମୃତ୍ୟୁକୁ ନେଇ ଭାରତ ଓ ଆମେରିକା ମଧ୍ୟରେ କୂଟନୈତିକ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଶନିବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣା ଉପରେ ଭାରତର ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଅନ୍ୟପଟେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଆମେରିକାର ଆକ୍ରମଣ ଯଥାର୍ଥ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଆମେରିକା ନୌସେନା ପକ୍ଷରୁ ହର୍ମୁଜ ପ୍ରଣାଳୀର ଲଗାଯାଇଥିବା ସାମୁଦ୍ରିକ ଅବରୋଧର ଉଲ୍ଲଂଘନକୁ ୱାଶିଂଟନ ବରଦାସ୍ତ କରିବ ନାହିଁ। ଇରାନରୁ ବେଆଇନ ଭାବେ ତୈଳ ପରିବହନ ବନ୍ଦ କରିବା ପାଇଁ ସମସ୍ତ ବ୍ୟବସାୟିକ ଜାହାଜକୁ ଆମେରିକା ନୌସେନା ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ ବୋଲି ରୁବିଓ କହିଛନ୍ତି। ହର୍ମୁଜରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ଆମେରିକାର ଏହି ପ୍ରୟାସ ପାଇଁ ଅବରୋଧ ଆବଶ୍ୟକ ବୋଲି ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଟମି ଫିକ୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ ଜୁନ୍ 10ରେ ଓମାନ ଉପକୂଳରେ ପାଲାଓ ପଦାଧିକାରୀ ତୈଳ ଟ୍ୟାଙ୍କର MT ସେଟବୋଲା ଉପରେ ଆମେରିକୀୟ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜାହାଜରେ ଥିବା 24 ଜଣ ଭାରତୀୟଙ୍କ ମଧ୍ୟରୁ 3 ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଡେକ୍ ଆଡକ୍ଟ ଆଦିତ୍ୟ ଶର୍ମା, ଇଞ୍ଜିନ ଫିଟର ଶିବାନନ୍ଦ ଚୌରାସିଆ ଏବଂ ଚିଫ୍ ଇଞ୍ଜିନିୟର ପାଟନାଲା ସୁରେଶ। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମ Xରେ ବାଣିଜ୍ୟ ଜାହାଜ ଉପରେ ଘାତକ ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ହର୍ମୁଜରେ ଭାରତର 3ଟି ଜାହାଜ ଉପରେ ଆକ୍ରମଣ ହୋଇସାରିଲାଣି। ତେବେ ତୃତୀୟ ଜାହାଜ ଉପରେ ଆକ୍ରମଣର 3 ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଉପସାଗରରେ ଏବେ ବି ଭାରତର 13ଟି ଜାହାଜ ଅଟକି ରହିଛି ଏବଂ ଏଥିରେ 462 ଜଣ ନାବିକ ଫସି ରହିଛନ୍ତି ବୋଲି ସରକାରୀ ସୂତ୍ର ଜଣାପଡ଼ିଛି। ବନ୍ଧୁଗଣ, ଦେଖିବାକୁ ବାକି ରହିଲା ଆମ ଭାରତର 13ଟି ଜାହାଜ 462 ଜଣ ନାବିକ କେବେ ଭାରତକୁ ଫେରି ଆସୁଛନ୍ତି। ଜୟ ହିନ୍ଦ।